ଗଜକେଶରୀ ଯୋଗ ଅଥବା ଗୁରୁଚାନ୍ଦ୍ରୀ ଯୋଗ। ଜୟ ଜଗନ୍ନାଥ। ନମସ୍କାର। ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। ପବିତ୍ର ଶ୍ରାବଣ ମାସ ଆରମ୍ଭ ହୋଇଛି। ଭଗବାନ ଶିବଙ୍କର ଅତି ପ୍ରିୟ ଏହି ଶ୍ରାବଣ ମାସ। କଥିତ ଅଛି ଏହି ଶ୍ରାବଣ ମାସରେ ସମୁଦ୍ର ମନ୍ଥନରୁ ବାହାରିଥିବା ହଳାହଳ ବିଷ ବିଶ୍ୱବାସୀଙ୍କ କଲ୍ୟାଣରେ ନିଜେ ଭଗବାନ ଶଙ୍କର ପାନ କରିଥିଲେ। ତେଣୁ ଏହି ପବିତ୍ର ଶ୍ରାବଣ ମାସ ଶିବଙ୍କର ଅତି ପ୍ରିୟ ମାସ। ଏହି ମାସରେ ଶିବ ପାର୍ବତୀଙ୍କ ପୂଜାର୍ଚ୍ଚନା ତଥା ଶିବଙ୍କ ଉପରେ ଜଳାଭିଷେକ କଲେ ଭଗବାନ ଆଶୁତୋଷ ଅତି ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଏବଂ ମନବାଞ୍ଛିତ ଫଳ ପ୍ରଦାନ କରିଥାନ୍ତି। ଶ୍ରାବଣ ମାସ ସାରା ଶିବଙ୍କ ପୂଜା ଆରାଧନା କରାଯାଇଥାଏ ଏବଂ ଏହି ଶ୍ରାବଣ ମାସରେ ପଡ଼ୁଥିବା ସୋମବାର ଶିବଙ୍କର ଅତି ପ୍ରିୟ ବାର ହୋଇଥାଏ। ତେଣୁ ଶ୍ରାବଣ ମାସ ସୋମବାରରେ ବ୍ରତ ରଖିଲେ, ପୂଜା ଆରାଧନା କଲେ, ଜଳ ଅଭିଷେକ କରାଗଲେ ଶିବ ଅତିଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କର ସମସ୍ତ ମନସ୍କାମନା ପୂରଣ କରି ସୁଖ ସମୃଦ୍ଧି ପ୍ରଦାନ କରିଥାନ୍ତି। ଚଳିତ ବର୍ଷ ଶ୍ରାବଣ ମାସରେ ପ୍ରତ୍ୟେକ ସୋମବାର ଦିନ ଗୁଡ଼ିକରେ ବିଭିନ୍ନ ପ୍ରକାର ଶୁଭଯୋଗ ପଡ଼ୁଅଛି। ଜ୍ୟୋତିଷୀୟ ତଥ୍ୟ ତଥା ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚଳିତ ଜୁଲାଇ ମାସ 29 ତାରିଖ ଦିନ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ପଡ଼ୁଅଛି। ଏହି 29 ଜୁଲାଇ ସୋମବାର ଦିନ ଚନ୍ଦ୍ର ମେଷ ରାଶିରୁ ବୃଷ ରାଶିରେ ସଞ୍ଚାର କରିବେ, ଅର୍ଥାତ୍ ବୃଷ ରାଶିରେ ପ୍ରବେଶ କରିବେ। ଜ୍ୟୋତିଷ ଅନୁଯାୟୀ ଗ୍ରହଗଣଙ୍କ ମଧ୍ୟରେ ଚନ୍ଦ୍ର ସର୍ବାପେକ୍ଷା ଦ୍ରୁତ ଗତିରେ ଗମନ କରିଥାନ୍ତି। ପ୍ରାୟ 2.5 ଦିନରେ ଚନ୍ଦ୍ର ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଅତିକ୍ରମଣ କରିଯାଇଥାନ୍ତି। ଆପଣମାନେ ଜାଣିଛନ୍ତି ଦେବଗୁରୁ ବୃହସ୍ପତି ଏହି ସମୟରେ ଗୋଚରରେ ବୃଷ ରାଶିରେ ବିରାଜମାନ କରିଛନ୍ତି। ବୃହସ୍ପତି ଗୋଟିଏ ରାଶିରେ ପ୍ରାୟ 13 ମାସ ଅବସ୍ଥାନ କରିଥାନ୍ତି। ତେଣୁ ଏହି ସମୟରେ ଚନ୍ଦ୍ର ମହାଗ୍ରହ ଗୋଚରରେ ବୃଷ ରାଶିରେ ପ୍ରବେଶ କଲେ ଚନ୍ଦ୍ର ମହାଗ୍ରହ ଏବଂ ବୃହସ୍ପତି ମହାଗ୍ରହଙ୍କର ମିଳନ ବୃଷ ରାଶିରେ ହେବ। ଚନ୍ଦ୍ର ଓ ବୃହସ୍ପତିଙ୍କର ଏକତ୍ର ଅବସ୍ଥାକୁ ସମାଗମ ଅବସ୍ଥା ବୋଲି ଜ୍ୟୋତିଷୀୟ ଭାଷାରେ ବର୍ଣ୍ଣନା କରାଯାଇଥାଏ। ଏହା ବ୍ୟତୀତ ଅତି ଶୁଭ ଯୋଗର ନିର୍ମାଣ ମଧ୍ୟ ରାଶିଚକ୍ରରେ ହୋଇଥାଏ। ଦେବଗୁରୁ ଓ ବୃହସ୍ପତି ଓ ଚନ୍ଦ୍ରଙ୍କର ଯୁକ୍ତିରେ ଉଭୟ ଗ୍ରହଙ୍କର ଶକ୍ତି ବଢ଼ିଯିବା ସହିତ ଗଜକେଶରୀ ବା ଗୁରୁଚାନ୍ଦ୍ରୀ ଯୋଗର ମଧ୍ୟ ଅଭ୍ୟୁଦୟ ଘଟିଥାଏ। ତତ୍ସହିତ ମଙ୍ଗଳ ମହାଗ୍ରହ ମଧ୍ୟ ଏହି ସମୟରେ ବୃଷ ରାଶିରେ ବିରାଜମାନ କରିଛନ୍ତି। ତେଣୁ ଜୁଲାଇ ମାସ 29 ତାରିଖ ଶ୍ରାବଣ ମାସର ପବିତ୍ର ସୋମବାର ଦିନ ବୃଷ ରାଶିରେ ପରସ୍ପର 3ଟି ମିତ୍ର ମହାଗ୍ରହଙ୍କର ଏକତ୍ର ସମାବେଶ ଦ୍ୱାଦଶ ରାଶି ଚକ୍ର ଉପରେ ପ୍ରଭାବ ପକାଇବା ସହିତ 3 ଗୋଟି ରାଶି ପାଇଁ ଅତି ଶୁଭ ଫଳ ପ୍ରଦାନ କରିବ। ମେଷ ରାଶି ମଙ୍ଗଳ ମହାଗ୍ରହଙ୍କର ରାଶି। ଚଳିତ 2024 ଜୁଲାଇ ମାସରେ ମେଷ ରାଶିରେ ଧନସ୍ଥାନରେ ଘଟୁଥିବା ତ୍ରିଗ୍ରହୀ ଯୋଗ ଆପଣଙ୍କ ପାଇଁ ଧନ ଭାବରେ ବୃଦ୍ଧି ଘଟାଇବା ସହିତ ମାନସମ୍ମାନ ଓ କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ଭାଜନ କରାଇବ। ଯେଉଁ କାର୍ଯ୍ୟ ଗତ ଦିନମାନଙ୍କରେ ହୋଇପାରୁନଥିଲା ତାହା ସମ୍ପନ୍ନ ହୋଇଯିବ। ଚାକିରି ବୃତ୍ତିରେ ପଦୋନ୍ନତି ସହିତ ଆପଣଙ୍କୁ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟଭାର ମିଳିବ। ବାଣିଜ୍ୟ ବ୍ୟବସାୟର ଉନ୍ନତି ତଥା ପ୍ରଚୁର ଧନଲାଭର ସମ୍ଭାବନା ଦେଖାଦେଉଛି। ବୃଷ ରାଶି ଶ୍ରାବଣ ମାସର ଦ୍ୱିତୀୟ ସୋମବାର ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ବହୁତ ବଡ଼ ଶୁଭ ସନ୍ଦେଶ ନେଇ ଆସିଛି। ଆପଣଙ୍କ ଜୀବନରେ ଲାଗି ରହିଥିବା ବାଧା ଏହି ମୌକାରେ ଦୂର ହୋଇଯିବ। ଧନଲାଭର ସମ୍ପୂର୍ଣ୍ଣ ସୁବର୍ଣ୍ଣ ସୁଯୋଗ ଆସିବ। ଲକ୍ଷ୍ୟସ୍ଥଳରେ ନିଶ୍ଚୟ ପହଞ୍ଚିବେ। କର୍ମକ୍ଷେତ୍ରରେ ପ୍ରଶଂସା ଭାଜନ ହେବା ସହିତ ଉପରିସ୍ଥ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ। ଚାକିରି ଆଶାୟୀ ଚାକିରି ପାଇବାରେ ସଫଳ ହେବେ। ବାଣିଜ୍ୟ ବ୍ୟବସାୟରେ ଭାଗ୍ୟ ଆପଣଙ୍କୁ ସପୋର୍ଟ କରିବ। ମିତ୍ରମାନଙ୍କର ସହଯୋଗ ପ୍ରାପ୍ତ ହେବ। ମକର ରାଶିର ପଞ୍ଚମ ସ୍ଥାନରେ 3 ଗୋଟି ଗ୍ରହ ଏକତ୍ର ରହିବା, ବିଶେଷ କରି ପରସ୍ପରର ମିତ୍ର 3ଟି ଯାକ ମହାଗ୍ରହ ଯଥା ବୃହସ୍ପତି, ଚନ୍ଦ୍ର
ଓ ମଙ୍ଗଳ ଏକ ମହାଲକ୍ଷ୍ମୀ ଯୋଗର ନିର୍ମାଣ କରୁଛନ୍ତି। ଆପଣଙ୍କ ରାଶି ଉପରେ ଭଗବାନ ଶିବଶଙ୍କରଙ୍କର ବିଶେଷ କୃପା ରହିବା ସଙ୍ଗେ ସଙ୍ଗେ ଆପଣଙ୍କର ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ଦେଖାଯାଉଛି। ସମାଜରେ ମାନ ସମ୍ମାନ ବୃଦ୍ଧି ସାଙ୍ଗକୁ ପାରିବାରିକ ସ୍ନେହ ସଦିଚ୍ଛା ଆପଣଙ୍କ ପାଇଁ ବହୁତ ଭଲ ସମୟ ସାବ୍ୟସ୍ତ ହେବ। ଧନ ଦୌଲତରେ ବୃଦ୍ଧି ସାଙ୍ଗକୁ ଭୌତିକ ସୁଖ ସାଧନରେ ବୃଦ୍ଧି ଘଟିବ। ଚାକିରି ବୃତ୍ତିରେ ଶୃଙ୍ଖଳା ରହିବା ସହିତ ସମସ୍ତଙ୍କର ପ୍ରିୟଭାଜନ ହେବେ। ବାଣିଜ୍ୟ ବେପାରରେ ଆଶାଠାରୁ ଅଧିକା ଲାଭ ହେବ। ଚଳିତ 2024 ମସିହା 29 ତାରିଖ ଶ୍ରାବଣ ମାସ ସୋମବାର ଦିନ ବୃଷ ରାଶିରେ ଘଟିବାକୁ ଥିବା ଏହି ତିନି ମହାଗ୍ରହଙ୍କର ସଂଯୋଗ ମେଷ, ବୃଷ ଓ ମକର ରାଶି ପାଇଁ ବିଶେଷ ଶୁଭ ଫଳ ପ୍ରଦାନ କରୁଥିବା ବେଳେ ଦ୍ୱାଦଶ ରାଶି ଚକ୍ରର ଅନ୍ୟ ରାଶିମାନେ ମଧ୍ୟ ଉଣା ଅଧିକେ ଶୁଭାଶୁଭ ଫଳ ଲାଭ କରିବେ। ଏହି ଦିନ ଭଗବାନ ଆଶୁତୋଷ ତଥା ଶିବଙ୍କର ପୂଜା ଆରାଧନା ଓ ଜଳାଭିଷେକ କଲେ ସମସ୍ତ ମନସ୍କାମନା ପୂରଣ ହେବା ସଙ୍ଗେ ସଙ୍ଗେ କର୍ମଦାୟକ ଭଗବାନ ଶିବଙ୍କ କୃପାରୁ ଆପଣଙ୍କର ସମସ୍ତ ଅଶୁଭତ୍ୱ ଦୂର ହୋଇ ଶୁଭଫଳ ଲାଭ ହେବ। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ଜୟ ଜଗନ୍ନାଥ। ନମସ୍କାର। ତପନ।